ନୁରୁବାବୁ କଂଗ୍ରେସ ଦଳର ନେତା ନଥିଲେ। ଗରିବ ଖଟିଖିଆ ଚାଷୀ ମୂଲ୍ୟାଙ୍କର ନେତା ଥିଲେ। ସର୍ବଦଳୀୟ ନେତା ନୁରୁବାବୁଟେ ଥିଲେ। ସେ ମୋତେ ପୁଷପୁତ୍ର ମଧ୍ୟ କରିଛନ୍ତି। ଆଉ ମୋ ରାଜନୀତିଟା ବୋଧେ ମୁଁ ଭାବୁଛି ମୁଁ ଆଉ ଉପରକୁ ଯାଇପାରିବି ନାହିଁ। ତାଙ୍କ ଆଶୀର୍ବାଦଟା ମୋ ମୁଣ୍ଡରୁ ଚାଲିଗଲା। ଭଗବାନଙ୍କୁ ମୁଁ ଡାକୁଛି ନୁରୁବାବୁ ସ୍ୱର୍ଗର ଥାଇକିରି ମୋତେ ଟିକେ ଆଶୀର୍ବାଦ କରିଥାନ୍ତୁ। ମୋ କଲେଜ କ୍ୟାରିୟରରୁ ସେ ମୋତେ ମୁଁ BA-BD ପରୀକ୍ଷା ଦେଉଥିଲି କେନ୍ଦ୍ରାପଡ଼ାରୁ ଯାଇକରି ମାନେ ମୋ ପଢ଼ା ବନ୍ଦ କରିକି ମୋତେ ରାଜନୈତିକ ସାଙ୍ଗରେ ସାମିଲ କରିଛନ୍ତି। ଆଉ ମଧ୍ୟ ମୁଁ ଯେତେବେଳେ କଲେଜ କ୍ୟାରିୟର ପଢ଼ୁଥିଲି BA-BD ପରୀକ୍ଷା ଦେଉଥିଲି ସେତେବେଳେ ମୋତେ ଡାକିକି ଆଣିକରି ସମିତି ସଭ୍ୟ ପଦରେ ଅଳଙ୍କିତ କରିଥିଲେ। ମୁଁ ବାଲିଗାଁ ଛିଡ଼ା ହେଇଥିଲି। ଆଉ ଭଗବାନଙ୍କର ଏମିତି ଗୋଟେ ଦୟା ଥିଲା ନୁରୁବାବୁଙ୍କ ଉପରେ। 1992ରେ ସେ ଚାନ୍ଦବାଲି ବ୍ଲକର ଚେୟାରମ୍ୟାନ୍ ଥିଲେ। ଚେୟାରମ୍ୟାନ୍ ପିରିୟଡ଼ର ତାଙ୍କର ଦଳଗତ ନିର୍ବିଶେଷର ସେ ସମ୍ପୂର୍ଣ୍ଣ ଗରିବ ଲୋକଙ୍କ କଥା ଦଳ ଆପଣ ଯେଉଁ କହିଲେ କଂଗ୍ରେସ ଦଳର ନୁହେଁ, କଂଗ୍ରେସ ଦଳର ସେ ଥିଲେ ପିତାମହ ଭୀଷ୍ମ। କିନ୍ତୁ ଆଉ ସମସ୍ତଙ୍କର ଥିଲେ ସେ ନୁରୁବାବୁ। ମୁଁ ଆଉ ବିଶେଷ କିଛି କହିପାରୁନି। ମୁଁ ଭଗବାନଙ୍କୁ ଜଗନ୍ନାଥଙ୍କ କତିରେ ପ୍ରାର୍ଥନା କରୁଛି ସେ ସ୍ୱର୍ଗର ଥାଇକି ଇଏ ଆମକୁ ଟିକେ ସହାୟତା କରିବେ ବୋଲି ମୋର ଏତିକ। ଦେଖନ୍ତୁ, ନୁରୁବାବୁ ତାଙ୍କ ନାଁ ସାଙ୍ଗରେ ଏକ ସାମଞ୍ଜସ୍ୟ ରହିଛି। ନୁରୁବାବୁ କହିଲେ ନୂର କହିଲେ ଆମର କୋହିନୂର ହୀରା ଭାରତର ଯେମିତି ଗୋଟେ ପ୍ରସିଦ୍ଧ, ସେ ସେମିତି ଚାନ୍ଦବାଲିର ଗୋଟେ ନୂର, ଗୋଟେ କୋହିନୂର ଜାଣିକି କହିଲେ ଯେ କି ତାଙ୍କର ଗୋଟେ ଯୁଗର ଅବସାନ ଘଟିଲା। ତାଙ୍କ ଭଳିଆ ଲୋକ ମିଳିବା ଆଉ ଭବିଷ୍ୟତରେ ଆମେ ପାଇବାନି ସେଭଳିଆ ଲୋକ। ଚାନ୍ଦବାଲି କହିଲେ ଯେଉଁ ତାଙ୍କ ପରିବାର, ଚାନ୍ଦବାଲିର ହାତ ଗଣତି କେତୋଟି ପରିବାର ଯେଉଁ ଐତିହାସିକ ଚାନ୍ଦବାଲି ବନ୍ଦର ନଗରୀ ଥିଲା ତା ଭିତରୁ ତାଙ୍କର ଜଣେ ପରିବାର। ଆଉ ତାଙ୍କ ଭଳିଆ ମେଳାପି ମିଷ୍ଟଭାଷୀ ଆଉ ତାଙ୍କ ଭଳିଆ ଲୋକ ଏ ସଂସାରରେ ଆଉ ମିଳିବେନି। ଚାନ୍ଦବାଲିରେ ମିଳିବେନି, ସଂସାରରେ ହୁଏତ ମିଳିପାରନ୍ତି, ଚାନ୍ଦବାଲିରେ ଆଉ ହେବେନି। ତେଣୁ ବହୁତ ମହାନ ଲୋକ, ସେ ବହୁତ କିଛି କାମ କରିଛନ୍ତି। ତେଣୁ ବହୁତ ଲୋକଙ୍କର ସେ ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ ବହୁତ କିଛି ତାଙ୍କ ବାବଦରେ ବହୁତ ଲୋକ ବହୁତ କଥା କହିଛନ୍ତି। ତେଣୁ ଆମେ ଆଉ ଅଧିକା କିଛି ତାଙ୍କ ବାବଦରେ କହିବୁନି। ବହୁତ ମାନେ ଚାନ୍ଦବାଲି ପାଇଁ ସେ ବହୁତ କିଛି କରିଛନ୍ତି। ଈଶ୍ୱର କରନ୍ତୁ ତାଙ୍କ ପରି ଲୋକ ଆହୁରି ଜନ୍ମ ହୁଅନ୍ତୁ। ତାଙ୍କ ପରି ଅନେକ ଲୋକ ତାଙ୍କର ଯେଉଁ ତାଙ୍କ ଜୀବନ କାଳରେ ତାଙ୍କ ପ୍ରେରଣାରେ ଉଦ୍ବୁଦ୍ଧ ହୁଅନ୍ତୁ। ସେହିପରି କାମ କରିବା ପାଇଁ ଆହୁରି ଲୋକ ସେଇଟା ଜନ୍ମ ହୁଅନ୍ତୁ। ନୂର ମହମ୍ମଦ ଇସ୍ମାଇଲ। ମୁଁ ଗୋଟିଏ ଜିନିଷ କହିବି, ପ୍ରଥମରେ ମୁଁ କହିବି ସେ ଦିୱାଲିରେ ଅଲିଙ୍କୁ ଦେଖୁଥିଲେ, ରମଜାନରେ ସେ ରାମଙ୍କୁ ମେହସୁସ କରୁଥିଲେ। ନୁରୁବାବୁ ପ୍ରଥମତଃ ତାଙ୍କ ରାଜନୈତିକ ଯୋଗାଯୋଗ ସଂଯୋଗ ଭିନ୍ନ, କିନ୍ତୁ ପ୍ରକୃତ ପକ୍ଷରେ ସେ ଜଣେ ଚାନ୍ଦବାଲିଆ ଥିଲେ। ଯଦିଓ ସେ ମେହମାନ ଥିଲେ, ଆମ ଓଡ଼ିଶା ପାଇଁ ସେ ମେହମାନ ଥିଲେ, କିନ୍ତୁ ଚାନ୍ଦବାଲି କହିଲେ ସେତେବେଳେ ଅତୀତ କଥା ମୁଁ କହୁଛି 60-70ରୁ ଆଜି ପର୍ଯ୍ୟନ୍ତ ଚାନ୍ଦବାଲି ପାଇଁ ସେ ଯେତେ ଚିନ୍ତା କରୁଥିଲେ ଏବଂ ସମସ୍ତଙ୍କ ପାଖରେ ରାଜନୈତିକ ଲୋକ ବୋଲି ଯେ ସିଏ ଅଚ୍ୟୁତ ରହୁଥିଲେ ତା ନୁହଁ, ସେ ସମସ୍ତଙ୍କ ଭିତରେ ଥିଲେ ଏବଂ ସମସ୍ତଙ୍କ ପାଇଁ ଥିଲେ। ମୁଁ ତାଙ୍କୁ ଦେଖିଛି, ଚେୟାରମ୍ୟାନ୍ ଥିଲେ, ସରପଞ୍ଚ ଥିଲେ। ମୁଁ ଏବେ ମୋର ବକ୍ତବ୍ୟରେ କହୁଥିଲି, ମୁଁ ଯେତେବେଳେ ଥଟାରେ କୁହେ କ'ଣ ଭାଇ ଚେୟାରମ୍ୟାନ୍ ছিল କେତେ କ'ଣ ହେଲା, ସେ ହସିକି କୁହେ ଆରେ ସେ 20 ଟଙ୍କା ଦେଇଥିଲା, ପାନ ଚା ଖାଇଦେଲୁ ନା। ଆଉ ଆପଣ ଦେଖନ୍ତୁ, ଚେୟାରମ୍ୟାନ୍ ଅଫ୍ ଦ ବ୍ଲକ୍ ସେତେବେଳେ ସେ ପାନଟିଏ ଚା ଖାଇକି ସନ୍ତୁଷ୍ଟ ହେଉଥିଲେ। ଆଉ ବଡ଼ ଜିନିଷ ଯେ ମୁଁ କେବେ ରାଜନୈତିକ ନେତା ଜଣେ ସିଏ କେବେ ମୁଁ ଦେଖିନି କିଏ ଗାଳିଦେଲା ଶୋଧିଲା, ଯାହା ହେଲା ସେ ନିଶ୍ଚଳ, ସେ ସମ୍ପୂର୍ଣ୍ଣ ରୂପେ ଦାରୁ, ସେ କୌଣସି କଥାକୁ ଦେହକୁ ନିଅନ୍ତି ନାହିଁ। ସମସ୍ତଙ୍କ ପାଇଁ ସେ ଖୋଲା, ସମସ୍ତଙ୍କର ନିଜର ଓଥେ ଆଙ୍କା ନୂର, ଯାହାକୁ କୁହନ୍ତି ଆଖିର ତାରା ସିଏ ଥିଲେ। ଆଉ ସେ ନୂର ମହମ୍ମଦକୁ ଆଜି ଯେଉଁ ଚାନ୍ଦବାଲି ହରାଇଛି, ସେଭଳି ଜଣେ ବ୍ୟକ୍ତିତ୍ୱ ମୁଁ କହିବି ଅପୂରଣୀୟ। ଆଜି ଯେଉଁ ବିଜୁ ସ୍ମୃତି ଭବନରେ ମିଟିଂ ହେଉଛି, ସେ ବିଜୁ ସ୍ମୃତି ଭବନ ପାଇଁ ନୁରୁବାବୁ ପ୍ରଥମ ଦିନରେ ବିଜୁବାବୁଙ୍କର 9 ଦିନ ଦିନ ଆମେ ଯେତେବେଳେ ଯାଇଲୁ ପ୍ରତାପ ଦାସ ତହସିଲଦାର ପାଖକୁ, ମୁଁ କୃଷ୍ଣଚନ୍ଦ୍ର ପଣ୍ଡେଇ, ସ୍ୱର୍ଗତ ପୀତାମ୍ବର ଦାସ, ସ୍ୱର୍ଗତ ସୁରେଶ ମହାନ୍ତି, ଟୁଟୁବଳ, ନୁରୁବାବୁ, ଆମେ ସେତେବେଳେ ଯାଇ ତାଙ୍କୁ ପ୍ରସ୍ତୁତ କରି ଜାଗା ନେଇ ଆଜି ଯେଉଁ ବିଜୁ ସ୍ମୃତି ଭବନ ହେଇଛି ତାର ପ୍ରତିଷ୍ଠାତା
ଚାନ୍ଦବାଲିର ଖେଳକୁଦରେ ଯଦି ସାରା ଓଡ଼ିଶାରେ କେଉଁଠି ନାମ କମେଇଛୁ ନୂର ମହମ୍ମଦ ଇସମାଇଲକୁ ନେଇକରି ଚାନ୍ଦବାଲି ଆଥଲେଟିକ୍ ଆସୋସିଏସନ୍ ହେଉ ବିଜୟ ଦୁର୍ଗା କ୍ଲବ୍ ହେଉ ଏବଂ ଦ୍ୱିତୀୟତଃ ଚାନ୍ଦବାଲି ହସ୍ପିଟାଲରେ ମଧ୍ୟ ଯେତେବେଳେ କାହାର କିଛି ଅଭିଭାବ ହୋଇଛି ସେଠି ମଧ୍ୟ ନୂର ମହମ୍ମଦ ଇସମାଇଲ ଚାନ୍ଦବାଲିରେ ସେ ଥିଲେ ସର୍ବବ୍ୟାପୀ ସମସ୍ତଙ୍କର ନିଜର ଏବଂ ସେ ସମସ୍ତଙ୍କର ଥିଲେ ବନ୍ଧୁ ପରାମର୍ଶଦାତା ଏବଂ ବଡ଼ ଭାଇ ତେଣୁ ନୂର ବାବୁଙ୍କର ଆଜିର ଏଇ ଦିନରେ ମୁଁ ତାଙ୍କୁ ଅନେକ ଅନେକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ଆଶା କରୁଛି ପୁଣି ସେ ଚାନ୍ଦବାଲିରେ ଜନ୍ମ ନିଅନ୍ତୁ ଚାନ୍ଦବାଲି ମାଟି ପାଇଁ ପୁଣି ଉତ୍ତରୋତ୍ତର ଉନ୍ନତି ପାଇଁ ଲାଗି ପଡ଼ନ୍ତୁ ଏହା ହିଁ ମୋର ଭଗବାନ ପାଖରେ ପ୍ରାର୍ଥନା।